ओडिशा प्लस खबर ही। ଦୋଳ ମେଲଣ ପାଇଁ ଉତ୍ସବ ମୁଖର କରଞ୍ଜିଆ ସହର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗଣପର୍ବ ଭାବେ ପରିଚିତ ପଞ୍ଚପିଢ଼ ଦୋଳ ମେଲଣ ଯାତ୍ରା ଫଗୁ ଦଶମୀ ଦିନଠାରୁ 3 ଦିନ ଯାଏ ରାଧାକୃଷ୍ଣ 19 ଗୋଟି ବିମାନରେ ବିଭିନ୍ନ ଅଞ୍ଚଳ ବୁଲି ଭୋଗରାଗ ଖାଇ ରଙ୍ଗ ଖେଳି ଆଜି ମଧ୍ୟରାତ୍ରରେ ସେମାନଙ୍କ ମହାମେଳନ ପର୍ବ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଫଗୁ ଦଶମୀ ଦିନ କରଞ୍ଜିଆ ସହର ମଧ୍ୟରେ ଥିବା ଶ୍ରୀ ଶ୍ରୀ ଶ୍ୟାମରାଇ ମହାପ୍ରଭୁଙ୍କ ନିମନ୍ତ୍ରଣ ରକ୍ଷା କରି କରଞ୍ଜିଆ ଉପଖଣ୍ଡର ବିଭିନ୍ନ ମନ୍ଦିର ଗୁଡ଼ିକରେ ଥିବା ରାଧାକୃଷ୍ଣ ପ୍ରତିମୂର୍ତ୍ତି ବିମାନମାନଙ୍କରେ ବିରାଜମାନ ହୋଇ ବିଭିନ୍ନ ଗାଁ ବୁଲି ଭୋଗରାଗ ଖାଇବା ସହ ରଙ୍ଗ ଖେଳିଥାନ୍ତି। କିମ୍ବଦନ୍ତୀ ଅନୁଯାୟୀ ଫାଲ୍ଗୁନ ମାସ ତ୍ରୟୋଦଶୀ ତିଥି ରାତିରୁ ଦୋଳପଡ଼ିଆଠାରେ ଥିବା ଶୁଭସ୍ତମ୍ଭ ଆରମ୍ଭ କରିଥାନ୍ତି ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ। ସେହିପରି ଅନ୍ୟ ଏକ ପରମ୍ପରା ଅନୁଯାୟୀ ସେହି ବିଳମ୍ବିତ ରାତ୍ରିରେ ସମସ୍ତ ଜୀଉମାନଙ୍କର ଅଗ୍ରଜ ସଦୃଶ ଯଶୀପୁର ରଘୁନାଥ ଜୀଉ କରଞ୍ଜିଆ ପହଞ୍ଚିବା ପରେ ପାହାନ୍ତିଆ ସମୟରେ ସ୍ଥାନୀୟ ମେଳନ ପଡ଼ିଆରେ ଜୀଉମାନଙ୍କ ମହାମେଳନ ପର୍ବ ଅନୁଷ୍ଠିତ ହୋଇଛି। ବିଭିନ୍ନ ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି ମହୋତ୍ସବକୁ କାହିଁ କେଉଁ ଆବାହନ କାଳରୁ ଦୋଳମେଳନ ଉତ୍ସବ ଭାବେ ପାଳନ କରିଆସୁଛନ୍ତି ଏହି ଅଞ୍ଚଳବାସୀ। ଦୋଳ କମିଟି ସଭାପତି ତଥା ସ୍ଥାନୀୟ ଉପଜିଲ୍ଲାପାଳ ସମସ୍ତ ଜୀଉମାନଙ୍କୁ ବନ୍ଦାପନା କରି ନିଜ ସରକାରୀ ବାସଭବନକୁ ଆମନ୍ତ୍ରଣ କରି ଭୋଗ ରାଗ ଖାଇବା ପାଇଁ ଦେଇଥାନ୍ତି। ପରେ ପରେ ଜୀଉମାନେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଭୋଗ ରାଗ ଖାଇ ନିକଟସ୍ଥ ଶରଦା ଗାଁରେ ଅବସ୍ଥାନ କରିଥାନ୍ତି। 2 ଦିନ ପରେ ପରମ୍ପରା ଅନୁଯାୟୀ ପ୍ରତିପଦ ତିଥିରେ ପୁନଶ୍ଚ ଜୀଉମାନେ ସ୍ଥାନୀୟ ଦୋଳ ମଣ୍ଡପଠାରେ ଉପସ୍ଥିତ ରହି ଭକ୍ତଙ୍କ ସହ ହୋଲି ଖେଳରେ ସାମିଲ ହୋଇଥାନ୍ତି। 3 ଦିନ ସେଠାରେ ରହି ଅଗ୍ରଜ ଯଶୀପୁରର ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଅନୁମତି କ୍ରମେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍। ओडिशा प्लस खबर ही।